ରାଜ୍ୟରେ ଚିହ୍ନଟ ହେଲେ ଆଉ 5 ଜଣ କରୋନା ଆକ୍ରାନ୍ତ। ମୋଟ ସଂକ୍ରମିତ ସଂଖ୍ୟା 13କୁ ବୃଦ୍ଧି। ରାଜ୍ୟରେ ପୁଣି ଡରାଇବାକୁ ଆରମ୍ଭ କଲାଣି କରୋନା। କୋଭିଡ୍ ନୂଆ ଭାରିଆଣ୍ଟ ଜେ1 ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। 24 ଘଣ୍ଟା ମଧ୍ୟରେ ଆଉ 5 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ସଂକ୍ରମିତ ସଂଖ୍ୟା 13ରେ ପହଞ୍ଚି ଯାଇଛି। ତଥ୍ୟ ଅନୁଯାୟୀ ଓଡ଼ିଶାରେ ଗୁରୁବାର ସୁଦ୍ଧା ମୋଟ 8 ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା 13କୁ ବୃଦ୍ଧି ପାଇଯାଇଛି। ଓଡ଼ିଶାରେ ଡିସେମ୍ବର 3 ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେଣୁ ଏହାକୁ ନ ଡରାଇ ସତର୍କ ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଏକ ଆଡଭାଇଜରି ମଧ୍ୟ ଜାରି କରାଯାଇଥିଲା। ବୟସ୍କ ହୁଅନ୍ତୁ କିମ୍ବା ବହୁବିଧ ରୋଗୀ ଆକ୍ରାନ୍ତ ବ୍ୟକ୍ତି ହୁଅନ୍ତୁ, ସମସ୍ତେ ମାସ୍କ ପରିଧାନ କରିବା ଲାଗି ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଥଣ୍ଡାର ସମୟ ହୋଇଥିବାରୁ ଏହା ଅଧିକ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ଜନଗହଳି ସ୍ଥାନକୁ ନ ଯିବାକୁ ଓ ବାହାରକୁ ଯାଉଥିଲେ ମାସ୍କ ପିନ୍ଧି ଯିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର। ତେବେ ଗତ 24 ଘଣ୍ଟା ମଧ୍ୟରେ ମୋଟ 690 ଜଣ ସଂକ୍ରମିତ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 5 ଜଣ ସଂକ୍ରମିତ ହୋଇଛି ଜଣାପଡ଼ିଛି। ଚ୍ୟାନେଲ ପାଇଁ ଯଦି ନୂଆ ଆସିଛନ୍ତି ତାହେଲେ ଚ୍ୟାନେଲକୁ ଗୋଟିଏ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଆମ ଚ୍ୟାନେଲ ମାଧ୍ୟମରେ ଲାଟେଷ୍ଟ ନ୍ୟୁଜ୍ ପାଇପାରିବେ। ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା। ରହିଲି। ଜୟ ଜଗନ୍ନାଥ। ବାଇ ବାଇ। ପୁଣି ଦେଖା ହେବ ଆସନ୍ତାକାଲି ଶୁଭ ସକାଳ ବେଳେ।